नमस्कार दर्शक बंधु आज ହେଉଛି 27 ଜାନୁଆରୀ ମଙ୍ଗଳବାର। ଚାଲନ୍ତୁ ଆଜି ଦିନର କିଛି ମୁଖ୍ୟ ଖବର ଉପରେ ନଜର ପକାଇବା। ପ୍ରଥମେ ରହିଛି ଖଣ୍ଡଗିରି ଯାତ୍ରା ପାଇଁ ପୋଲିସର 14 ନିୟମ। ଯାତ୍ରା କମିଟିମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ୍ ପୋଲିସ। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ 14ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ। ଯାତ୍ରାରେ କୌଣସି ପ୍ରକାରର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ କରାଯାଇଛି। ସେହିଭଳି ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ସେଥିପ୍ରତି ଧ୍ୟାନ ଦେବେ। କୌଣସି ଧର୍ମ ସମ୍ପ୍ରଦାୟ କିମ୍ବା ଜାତିକୁ ଆକ୍ଷେପ ଭଳି ଦୃଶ୍ୟ ପ୍ରଦର୍ଶନ ମନା ରହିଛି। କୌଣସି ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚିବା ଭଳି ଦୃଶ୍ୟ ପ୍ରଦର୍ଶନ କରିବେ ନାହିଁ। ପରବର୍ତ୍ତୀ ଖବର, ଖୋଲିବ ଏଆଇ ସ୍କୁଲ। ଓଡ଼ିଶାରେ ଖୁବ୍ ଶୀଘ୍ର ଖୋଲିବ ଏଆଇ ସ୍କୁଲ। ଏଥିପାଇଁ ସରକାର MOU କରିବାକୁ ଯାଉଛନ୍ତି। ସୁରକ୍ଷିତ କୃତ୍ରିମ ବୁଦ୍ଧିମତ୍ତା ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଗତକାଲି ଏଆଇ କମ୍ପାନୀ ସର୍ଭମ ସହ ଉଚ୍ଚସ୍ତରୀୟ ବୈଠକରେ ରଣନୈତିକ ଭାଗିଦାରୀ ନେଇ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ହଟିଲା ଆମିଷ ବିକ୍ରି କଟକଣା। ହଟାଇଲେ କୋରାପୁଟ ଜିଲ୍ଲାପାଳ। କୋରାପୁଟ ଜିଲ୍ଲାରେ ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ ନିର୍ଦ୍ଦେଶ ରଦ୍ଦ। କୋରାପୁଟରେ ହଟିଲା ଆମିଷ ବିକ୍ରି କଟକଣା। ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ। ସୁଚିନ୍ତିତ ଭାବେ ବିଚାର କରି ନିଷ୍ପତ୍ତିକୁ ରଦ୍ଦ କରାଯାଇଥିବା କହିଲେ ଜିଲ୍ଲାପାଳ। ପରବର୍ତ୍ତୀ ଖବର, ଓଡ଼ିଶାରୁ 3 ଜଣଙ୍କୁ ମିଳିପାରେ ପଦ୍ମଶ୍ରୀ ପୁରସ୍କାର। 3 ଓଡ଼ିଆଙ୍କୁ ପଦ୍ମଶ୍ରୀ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। 2026 ପାଇଁ ମିଳିବ ଏହି ପଦ୍ମ ପୁରସ୍କାର। ଜନରାଜ୍ୟ ଦିବସ ପାଳନ ପୂର୍ବରୁ ଏହା ଘୋଷଣା କରାଯାଇଥାଏ। ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ରଙ୍କୁ ମିଳିପାରେ ପଦ୍ମଶ୍ରୀ। ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିପାରେ ପଦ୍ମଶ୍ରୀ। ପରବର୍ତ୍ତୀ ଖବର, ICC ଦେଲା ଚେତାବନୀ, ପାକିସ୍ତାନ ହେବ ବ୍ୟାନ୍। ଆନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହେବ ପାକିସ୍ତାନ। ଲଗାତାର ଭାବେ ବାଂଲାଦେଶ ପାଇଁ ପାକିସ୍ତାନ ଓକିଲାତି କରୁଛି। ଏହା ସହ ଭାରତ ବିରୁଦ୍ଧରେ ମନ୍ତବ୍ୟ ଦେଉଛି। ତେବେ ପାକ୍ ଯଦି ଏପରି ନୀତି ନ ଛାଡ଼େ ତେବେ ଦେଶର କ୍ରିକେଟ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରିବ ବୋଲି କୁହାଯାଇଛି। ଫେବୃଆରୀ 7ରେ ଆରମ୍ଭ ହେବାକୁ ଯାଉଛି T20 ବିଶ୍ୱକପ୍। ବାଂଲାଦେଶ 2026 T20 ବିଶ୍ୱକପ୍ରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ ବଦଳରେ ICC 2026 T20 ବିଶ୍ୱକପ୍ରେ ସ୍କଟଲ୍ୟାଣ୍ଡକୁ ସାମିଲ କରିଛି। ପରବର୍ତ୍ତୀ ଖବର, 43 କୋଟି ଟଙ୍କା ବ୍ୟୟରେ ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ। ତାଳଚେର ଅଞ୍ଚଳର ଯୋଗାଯୋଗ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର ଅନୁଗୁଳ ରୋଡ଼ରେ ନିର୍ମିତ ବହୁ ପ୍ରତୀକ୍ଷିତ ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ର ଲୋକାର୍ପଣ କରିଛନ୍ତି। ପ୍ରାୟ 43 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଫ୍ଲାଏଓଭର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ସହ ବିକାଶର ଗତିକୁ ତ୍ୱରାନ୍ୱିତ କରିବ। ପରବର୍ତ୍ତୀ ଖବର, ସମ୍ବଲପୁର ପୁସ୍ତକ ମେଳାକୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 26ତମ ସମ୍ବଲପୁର ପୁସ୍ତକ ମେଳାକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ସେତୁ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଛି ପୁସ୍ତକ ମେଳା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ। ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ। ପରବର୍ତ୍ତୀ ଖବର, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ। ଆରମ୍ଭ ହୋଇଛି ପ୍ରସ୍ତୁତି। ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ। 5 ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ସମୟ ଆସିଲେ ପଞ୍ଚାୟତ ନିର୍ବାଚନ ନେଇ ନିଷ୍ପତ୍ତି ହେବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସବ୍ ଡିଭିଜନ ସ୍ତରରେ ପ୍ରସ୍ତୁତି ଚାଲିଛି। 10 ଦିନ ଭିତରେ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି। ବୁଥ୍ ବ୍ୟାଟଲ ବକ୍ସ ସହ ଯାହା ଆବଶ୍ୟକ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଉପନିର୍ବାଚନ ପାଇଁ ନିଷ୍ପତ୍ତି ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା। 23 ବର୍ଷୀୟ ଚଞ୍ଚଲଙ୍କୁ ଜୀବନ୍ତ ଜାଳିଦେଲେ। ବାଂଲାଦେଶରେ ପୁଣି ଜଣେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ହତ୍ୟା। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ହିଂସାର ଆଉ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି। ନରସିଂହଡ଼ି ପୋଲିସ ଲାଇନ୍ସ ସଂଲଗ୍ନ ମସଜିଦ ମାର୍କେଟ ଅଞ୍ଚଳରେ 23 ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଚନ୍ଦ୍ର ଭୌମିକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଗ୍ୟାରେଜ ଭିତରେ ଚଞ୍ଚଲଙ୍କୁ ଜୀବନ୍ତ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଇଛି।
ପରବର୍ତ୍ତୀ ଖବର ଅଶାନ୍ତ ନିୟମଗିରି ପାହାଡ଼କୁ ଫେରିଲେ ନକ୍ସଲ। ନିୟମଗିରି ପାହାଡ଼କୁ ଫେରିଲେ ନକ୍ସଲ। ଗତିବିଧି ବଢ଼ାଇବା ସହ ଡଙ୍ଗରିଆଙ୍କ ଉପରେ କଟକଣା ଲାଗୁ। କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ ପରେ ଏବେ ନିୟମଗିରି ମୁହାଁ ନକ୍ସଲ। କଳାହାଣ୍ଡି ଜିଲ୍ଲାରେ ଥିବା କମ୍ପାନୀକୁ କାମକୁ ଯିବା ଡଙ୍ଗରିଆ ଯୁବକଙ୍କୁ ବାରଣ। ଗାଁରେ ରହି ପାହାଡ଼ରେ ଚାଷ କରିବାକୁ ଚାପ ପକାଯାଉଛି। କେଶରପାଡ଼ି, ସେରକାପାଡ଼ି, ବାବୁଡ଼ି, ଖାମ୍ବେସି ଓ ଜାରପା ଆଦି ଗାଁର ଯୁବକଙ୍କୁ ଗାଁ ବାହାରକୁ ନ ଯିବା ପାଇଁ ନକ୍ସଲ ବାରମ୍ବାର କହୁଥିବା ସୂଚନା ମିଳିଛି। ଭୟରେ ଡଙ୍ଗରିଆ ଯୁବକମାନେ ମୁହଁ ଖୋଲୁନାହାନ୍ତି। ପରବର୍ତ୍ତୀ ଖବର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ପରଲୋକରେ ଅଭିଜିତ ମଜୁମଦାର ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ଶେଷରେ ତାଙ୍କ ଦେହାନ୍ତ ହୋଇଛି। 54 ବର୍ଷ ବୟସରେ ଭୁବନେଶ୍ୱରର ଏମ୍ସରେ ଅଭିଜିତଙ୍କ ଦେହାନ୍ତ। ଲିଭର ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ଅଭିଜିତ। ତାଙ୍କୁ ପ୍ରଥମେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର 4ରେ ସଂକଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର 23 ତାରିଖରୁ ଆଇସିୟୁରେ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ଖବର ଭାରତ ୟୁରୋପ ମଧ୍ୟରେ ବଡ଼ ଡିଲ୍। ଦେଶରେ ଶସ୍ତା ହେବ ଅନେକ ଜିନିଷ। ସାରା ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ଗୋଟିଏ ପରେ ଗୋଟିଏ ବାଜି ଜିତି ଚାଲିଛି। ଭାରତ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଆଗେଇ ଚାଲିଛନ୍ତି କେନ୍ଦ୍ର ସରକାର। ଏବେ ୟୁରୋପ ଆମେରିକା ମଧ୍ୟ ଯୁଦ୍ଧ ସଙ୍କଟ ଦେଖାଦେଇଥିବା ବେଳେ ଭାରତ ୟୁରୋପ ସହ ଏକ ବଡ଼ ଡିଲ୍ କରିଛି। ଏନେଇ ଖୁବ୍ ଶୀଘ୍ର ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହେବାକୁ ଯାଉଛି। ଏହି ଚୁକ୍ତି ହେଲେ ଭାରତରେ ଅନେକ ଜିନିଷ ଶସ୍ତା ହୋଇଯିବ। ପରବର୍ତ୍ତୀ ଖବର ଆଇଏମ୍ଡିର ଚେତାବନୀ 3 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା। ସାରା ଦେଶରେ ପାଣିପାଗ ଏବେ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। କେତେବେଳେ ପ୍ରବଳ ଶୀତ ହେବ ଏବଂ କେତେବେଳେ ବର୍ଷା ହେବ, ତାକୁ ନେଇ ଲୋକମାନେ ଏବେ ବି ଅନିଶ୍ଚିତତା ଭିତରେ। ଏହାରି ମଧ୍ୟରେ ପାଣିପାଗ ବିଭାଗ ଆଉ ଏକ ଚିନ୍ତାଜନକ ସତର୍କତା ଜାରି କରିଛି। ଆଇଏମ୍ଡି ରିପୋର୍ଟ ଅନୁଯାୟୀ ଆଗାମୀ 48 ଘଣ୍ଟା ମଧ୍ୟରେ ପୁଣି 5ଟି ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷା ଯୋଗୁଁ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇପାରେ, ଯାହାକି ପ୍ରବଳ ଥଣ୍ଡାକୁ ଆହୁରି ତୀବ୍ର କରିପାରେ। ପୂର୍ବ ଭାରତ ପାଇଁ ଏକ ଖରାପ ପାଣିପାଗ ସତର୍କତା ମଧ୍ୟ ଜାରି କରାଯାଇଛି। ପରବର୍ତ୍ତୀ ଖବର ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖୁସି ଖବର। ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ଏଣିକି ପରିବାରର ନୂଆ ସଦସ୍ୟଙ୍କ ନାମ ଯୋଡ଼ିବା ପାଇଁ ଆପଣଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। କେନ୍ଦ୍ର ସରକାରଙ୍କ ମେରା ରାସନ 2.0 ମୋବାଇଲ ଆପ୍ ଜରିଆରେ ଆପଣ ଘରେ ବସି ଅତି ସହଜରେ ଏହି କାମ କରିପାରିବେ। ଏଥିପାଇଁ କେବଳ ଏକ ସ୍ମାର୍ଟଫୋନ୍ ଏବଂ ଆଧାର ସହ ଲିଙ୍କ ଥିବା ମୋବାଇଲ ନମ୍ବର ଆବଶ୍ୟକ। ପ୍ଲେ ଷ୍ଟୋରରୁ ଆପ୍ ଡାଉନଲୋଡ୍ କରି ଆଧାର ଓଟିପି ମାଧ୍ୟମରେ ଲଗ୍ଇନ୍ କରନ୍ତୁ। ନୂଆ ସଦସ୍ୟ ବିକଳ୍ପକୁ ଯାଇ ଆବଶ୍ୟକୀୟ ସୂଚନା ଦାଖଲ କରନ୍ତୁ। ଏହି ସୁବିଧା ଦ୍ୱାରା ହିତାଧିକାରୀମାନେ ସେମାନଙ୍କ ରାସନ ପରିମାଣ ବଢ଼ାଇବା ସହ ସମୟ ମଧ୍ୟ ବଞ୍ଚାଇ ପାରିବେ। ପରବର୍ତ୍ତୀ ଖବର 13,000 ବିମାନ ବାତିଲ। ତୁଷାର ଝଡ଼ରେ ବେହାଲ ହୋଇଯାଇଛି ସାରା ଆମେରିକା। ଏହି କ୍ରମରେ ଆମେରିକାରୁ ଉଡ଼ାଣ ଭରିବାକୁ ଥିବା 13,000 ବିମାନ ବାତିଲ କରାଯାଇଛି। ଶନିବାର ଦିନ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ତୁଷାରପାତ ସହ ପବନ ବୋହିଥିଲା। ଫଳରେ ଦେଶର ଅନେକ ସ୍ଥାନରେ ବିଜୁଳି ସରବରାହ ବନ୍ଦ କରାଯାଇଛି। ସେପଟେ ବରଫପାତ କାରଣରୁ ଗମନାଗମନ ଠପ୍ ହୋଇଯାଇଛି। ପରବର୍ତ୍ତୀ ଖବର ଲାଗୁଛି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ। 2026 ମସିହାର ପ୍ରଥମ ସୂର୍ଯ୍ୟପରାଗ ଫେବୃଆରୀ 17 ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ଏହା ଏକ ବଳୟ ସୂର୍ଯ୍ୟପରାଗ ହେବ। ମହାକାଶ ବିଜ୍ଞାନ ଅନୁସାରେ ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଝିରେ ଆସେ, କିନ୍ତୁ ଏହାର ଆକାର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇବା ପାଇଁ ଯଥେଷ୍ଟ ହୋଇଥାଏ, ସେତେବେଳେ ସୂର୍ଯ୍ୟଙ୍କ ବାହାର ପାର୍ଶ୍ୱ ଏକ ଜଳୁଥିବା ସୁନା ଚୁଡ଼ି ପରି ଦେଖାଯାଏ। ଏହାକୁ ହିଁ ରିଙ୍ଗ ଅଫ୍ ଫାୟାର କୁହାଯାଏ। ଏହି ଦୃଶ୍ୟ ଭାରତରେ ମଧ୍ୟ ଦେଖାଯିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ଶୁଭ୍ରାଂଶୁ ଶୁକ୍ଲାଙ୍କୁ ମିଳିବ ଅଶୋକ ଚକ୍ର। ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଐତିହାସିକ ମହାକାଶ ମିଶନ ସମୟରେ ଅସାଧାରଣ ସାହସ ପାଇଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଲାଙ୍କୁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର ପ୍ରଦାନ କରାଯିବ। ଶୁଭ୍ରାଂଶୁ ମିଶନ ସମୟରେ ଚ୍ୟାଲେଞ୍ଜିଂ ପରିସ୍ଥିତିରେ
ଅଦମ୍ୟ ସାହସ ଓ ବୁଦ୍ଧିମତ୍ତା ସହିତ ନିଜର କର୍ତ୍ତବ୍ୟ ପାଳନ କରି ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ସମ୍ମାନ ଆଣିଥିଲେ। ସେଥିପାଇଁ ତାଙ୍କୁ ଅଶୋକ ଚକ୍ର ପ୍ରଦାନ କରାଯିବ। ଅଷ୍ଟ୍ରେଲିଆ ପର୍ଥରେ ଖେଳାଯିବ। ପରବର୍ତ୍ତୀ ଖବର, ବଡ଼ ଘୋଷଣା, କର୍ମଚାରୀଙ୍କ ବଢ଼ିଲା ଦରମା, ପେନ୍ସନଭୋଗୀ ପାଇବେ 2022ରୁ ଏରିୟର। କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, 2,48,502 କୋଟି ଟଙ୍କାର ଏରିୟର ବାଣ୍ଟିବେ ସରକାର। ଏଭଳି ଏକ ବଡ଼ ଉପହାର ଦେବାକୁ କେନ୍ଦ୍ର ସରକାର ସ୍ଥିର କରି ସାରିଛନ୍ତି। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍ସନଭୋଗୀ ଏହାର ଫାଇଦା ପାଇବେ। କେନ୍ଦ୍ର ସରକାରଙ୍କ ପ୍ରାୟ 93,000 କର୍ମଚାରୀ ଓ ପେନ୍ସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର। ପରବର୍ତ୍ତୀ ଖବର, ଚାଷୀଙ୍କ ପାଇଁ ବଡ଼ ଖୁସି ଖବର, ବଢ଼ିବ ପିଏମ୍ କିଷାନ ଟଙ୍କା। ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିପାରେ, କାରଣ ଆଗାମୀ ବଜେଟ୍ରେ ପିଏମ୍ କିଷାନ ସମ୍ମାନ ନିଧି ରାଶି ବୃଦ୍ଧି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଚାଷୀମାନଙ୍କୁ ବାର୍ଷିକ 6,000 ଟଙ୍କା ମିଳୁଥିବା ବେଳେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏହାକୁ 9,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ହେଉଛି। ଫେବୃଆରୀ 1 ତାରିଖରେ ଉପସ୍ଥାପିତ ହେବାକୁ ଥିବା ସାଧାରଣ ବଜେଟ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। 2019 ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ କୌଣସି ଅର୍ଥ ବୃଦ୍ଧି କରାଯାଇ ନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। ଯଦି ସରକାର ଏହି ଦାବି ମାନି ନିଅନ୍ତି, ତେବେ ପ୍ରତି କିସ୍ତିର ପରିମାଣ 2,000ରୁ ବଢ଼ି 3,000 ଟଙ୍କା ହୋଇପାରେ, ଯାହା ଚାଷ କାର୍ଯ୍ୟରେ ସହାୟତା ହେବ। ପରବର୍ତ୍ତୀ ଖବର, ପିଏଫ୍ ଆକାଉଣ୍ଟ ଥିଲେ ମିଳିବ 50,000। ଇପିଏଫ୍ ଖାତାଧାରୀଙ୍କ ପାଇଁ ଖୁସି ଖବର, ଏବେ ପିଏଫ୍ ଖାତାରୁ ମିଳିବ 50,000 ଟଙ୍କାର ଅତିରିକ୍ତ ବୋନସ୍। ଇପିଏଫ୍ଓର ଲୟାଲିଟି କମ୍ ଲାଇଫ୍ ବେନିଫିଟ୍ ନିୟମ ଅନୁଯାୟୀ ଯେଉଁ କର୍ମଚାରୀମାନେ ଅତି କମ୍ରେ 20 ବର୍ଷ ପର୍ଯ୍ୟନ୍ତ ନିରନ୍ତର ପିଏଫ୍ କଣ୍ଟ୍ରିବ୍ୟୁସନ୍ କରିଥିବେ, ସେମାନେ ଏହି ଲାଭ ପାଇବେ। ମୌଳିକ ଦରମା 10,000 ଟଙ୍କାରୁ ଅଧିକ ଥିଲେ ସର୍ବାଧିକ 50,000 ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବ। ଏଥିପାଇଁ କୌଣସି ଅଲଗା ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ। ପିଏଫ୍ ଉଠାଇବା ସମୟରେ ଏହା ସ୍ୱୟଂଚାଳିତ ଭାବେ ଆଡ୍ ହୋଇଯିବ। ତେବେ ଚାକିରି ବଦଳାଇଲେ ମଧ୍ୟ ପୁରୁଣା ଆକାଉଣ୍ଟକୁ କଣ୍ଟିନ୍ୟୁ କରିବା ଜରୁରୀ।